ହରାଇ ରଘୁନାଥପୁର ଚମ୍ପିଆନ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅଖରଗଟା ଗ୍ରାମ ଖେଳ ପଡ଼ିଆଠାରେ ଏସ୍ଏସ୍ସି ପକ୍ଷରୁ ରାତ୍ରିକାଳୀନ କ୍ରିକେଟ ମ୍ୟାଚ୍ ଉଦ୍ଯାପିତ ହୋଇଯାଇଛି। ଏହି ଖେଳ 3 ଦିନ ଧରି 8ଟି ଟିମ୍ ଖେଳିଥିଲେ। ଫାଇନାଲରେ ଅଖରଗଟା ସହିତ ରଘୁନାଥପୁର ଖେଳିଥିଲା। ଏହି ମ୍ୟାଚ୍ 3ଟି ସିରିଜରେ ହୋଇଥିଲା। 3ଟି ମ୍ୟାଚରୁ ରଘୁନାଥପୁର 2ଟିରେ ଜିତି ବିଜୟ ଲାଭ କରିଥିଲା। ଏହି ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ସନକ ନାୟକ, ରଞ୍ଜନ ନାୟକ, କ୍ଷୀରୋଦ ମାଝୀ, ଟଙ୍କଧର ପ୍ରଧାନ, ଗ୍ରାମ ସଭାପତି ପଙ୍କଜ ସାହୁ, ଉପସଭାପତି ଯୁଧିଷ୍ଠିର ସାହୁ, ସମ୍ପାଦକ ଦେବେନ୍ଦ୍ର ପ୍ରଧାନ, ଦିଲ୍ଲୀପ ସାହୁ, ଲୋକନାଥ ସାହୁ, ମନୋଜ ପ୍ରଧାନ, ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଖେଳାଳୀମାନଙ୍କୁ ଅତିଥିମାନେ ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଖେଳକୁ ସହଯୋଗ କରିଥିଲେ ମା ଚର୍ଚ୍ଚିକା କ୍ରିକେଟ କ୍ଲବ, ଅଖରକଟାର ସମସ୍ତ ସଦସ୍ୟ। ଆଠମଲ୍ଲିକରୁ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଆଗାମୀ ଟିଭି।